ଖୁସି ଲାଗୁଛି ଏଇ ପଡ଼ିଆ ଦିନେ କିଛି ନଥିଲା। ଆଜି ଓଡ଼ିଶା କ୍ରିକେଟ ଆସୋସିଏସନର ସାହାଯ୍ୟ ସହଯୋଗ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର କ୍ରିକେଟ ପ୍ରତି ଯେଉଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ବାରବାଟୀ ଷ୍ଟାଡିୟମର ନବୀକରଣ କରିବା ପାଇଁ ଏବଂ ଜିଲ୍ଲା ସ୍ତରରେ ଏକାଡେମୀ ପ୍ରତିଷ୍ଠା ପାଇଁ ସେ ଯେଉଁ ସାହାଯ୍ୟ କରିଛନ୍ତି ତାର ଫଳସ୍ୱରୂପ ଆଜି ଖୋର୍ଦ୍ଧା ବିଜେପି ହାଇସ୍କୁଲ ପଡ଼ିଆରେ ଆମର ଯେଉଁ ମିନି ଷ୍ଟାଡିୟମରେ ପରିଣତ ହୋଇଛି ଏବଂ ଏଠି ଘାସ ଲାଗିପାରିଛି, ଟର୍ଫ ୱିକେଟ୍ ହୋଇପାରିଛି ଏବଂ ପିଲାମାନେ ପ୍ରାକ୍ଟିସ୍ କରିବା ପାଇଁ ବୋଲିଂ ମେସିନ୍ର ମଧ୍ୟ ପଠାଇ ସାରିଛି ସିଏ। ଏହାଦ୍ୱାରା ଯେଉଁ କ୍ରିକେଟ ଖେଳାଳିମାନେ ଉପଯୁକ୍ତ କ୍ରିକେଟରୁ ବଞ୍ଚିତ ହେଉଥିଲେ ସେମାନେ ବର୍ତ୍ତମାନ ଏହାଦ୍ୱାରା ଉପକୃତ ହେବେ। ଏବଂ ଆଜିର ଏଇ ଯେଉଁ କାର୍ଯ୍ୟକ୍ରମ ହେଲା ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯେଉଁ 42ଟା ଯାକ କ୍ରିକେଟ ଏକାଡେମୀ ଓଡ଼ିଶାରେ କଲେ, ଆଉ ଅନ୍ୟାନ୍ୟ ଷ୍ଟାଡିୟମ ପୁରୀର କ୍ରିକେଟ ଷ୍ଟାଡିୟମ ଏ ସମସ୍ତ ପାଇଁ ମୁଁ ଆମ କ୍ରିକେଟ ଆସୋସିଏସନ ତରଫରୁ ଖୋର୍ଦ୍ଧା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ପାନିଆନ୍ ସାର୍ଙ୍କୁ ଆସୋସିଏସନ ତରଫରୁ ବହୁତ ବହୁତ ଧନ୍ୟବାଦ ଦେଉଛି। ତାଙ୍କର ଏହିପରି କ୍ରୀଡ଼ା ପ୍ରତି ସହଯୋଗ ସବୁବେଳେ ଅକ୍ଷୁଣ୍ଣ ରହୁ। ଧନ୍ୟବାଦ। ଖୋର୍ଦ୍ଧାରେ ଯେଉଁ କ୍ରିକେଟ ଏକାଡେମୀ ଉଦ୍ଘାଟନ ହେଇଛି 2 ବର୍ଷ ତଳେ ଭିତ୍ତିପ୍ରସ୍ତର ସ୍ଥାପନ ହେଇଥିଲା। ଖୋର୍ଦ୍ଧାରେ ଏକ ସୁନ୍ଦର ଷ୍ଟାଡିୟମ ଓସିଏ ତରଫରୁ ଆଗରୁ କରାହେଇ